ଗୋଟେ ବୋହୂ ହେଲା ପରେ ଝିଅର ମାନେ ସେଇ ବୋହୂର ସବୁଠୁ ବଡ଼ ଖୁସି କୁହନ୍ତି ମା ହବା। ଆକ୍ଚୁଆଲି ଖୁସିର କଥା, ବହୁତ ବଡ଼ ଖୁସିର କଥା। କିନ୍ତୁ ଯିଏ ବାହା ବି ନ ହେଇଥିବ, ହସ୍ପିଟାଲରେ ଯିଏ ରହିକି ସେ ଯୋଉ ମା ହବା ପ୍ରୋସେସରେ ସାମିଲ ଥାଏ, ମାନେ ସେ ଛୁଆ ଜନ୍ମ ହବା ପ୍ରୋସେସକୁ ଦେଖେ, ସେଇ ଟାଇମରେ ନା ଗୋଟେ ବହୁତ ବଡ଼ ଖୁସି ମିଳେ। ବହୁତ କଷ୍ଟ ଲାଗେ ନୋ ଡାଉଟ୍, କିନ୍ତୁ ଗୋଟେ ନ୍ୟୁ ବେବି ଆସୁଥିବ, ନୂଆ ଗୋଟେ ଜିନିଷର ଜନ୍ମ ହଉଥିବ, ସେ ଜିନିଷଟା ଦେଖିଲେ ନା ମାନେ ବହୁତ ହି ଖୁସି ଲାଗେ ମତେ। ମୁଁ ଭାବେ ତ ଗୋଟେ ବଡ଼ ବ୍ଲେସିଂସ ଯେ ଗୋଟେ ଜନ୍ମ ହବା ଶିଶୁକୁ ଆମେ ଦେଖିପାରୁଛୁ। ଆକ୍ଚୁଆଲି ମା ମାନେ ବହୁତ ଷ୍ଟ୍ରଙ୍ଗ ଥାନ୍ତି, ବହୁତ କହିପାରିବନି। ମାନେ ଲେବର ରୁମରେ ଏତେ ଜୋର ପେନ୍ ହୁଏ, ସେମାନେ ବହୁତ କିଛି ସର୍ଭାଇଭ କରିକି ଆମକୁ ଜନ୍ମ ଦିଅନ୍ତି। ସିଜେରିଆନ ଡେଲିଭରି ବି ହଉଛି, ସେଇଥିରେ ବି କଷ୍ଟ ହୁଏ, ବହୁତ କଷ୍ଟ ସହିକି ଆମକୁ ଜଣେ ଜନ୍ମ ଦିଅନ୍ତି। ମାନେ ସେ କଷ୍ଟଟା କେହି ବୁଝିପାରିବେନି କେବେ ବି, ଯେତେ ପର୍ଯ୍ୟନ୍ତ ଆଖିରେ ନ ଦେଖିଛୁ। ଦେଖିଥିବା ଲୋକ ଖାଲି ଦେଖିକି ତା ପେନ୍ ଜାଣିପାରିବେ, କିନ୍ତୁ ଯିଏ କଷ୍ଟ ପାଉଥିବ ସେ ହିଁ ବୁଝିପାରେ ଆକ୍ଚୁଆଲି କଷ୍ଟଟା କେମିତିଆ। ନିଜର ଗୋଟେ ଅଲଗା ଲେବୁଲ ମା ହୁଅନ୍ତି, ସେଇଟା ବହୁତ ବଡ଼ ଖୁସିର କଥା, ପୁଣ୍ୟର କଥା ବି। କିନ୍ତୁ ସେତିକି ଯିବା ପାଇଁ ତାକୁ ବହୁତ କଷ୍ଟ କରିବାକୁ ପଡେ। କିନ୍ତୁ ମା ହେଲା ପରେ ଯଦି ପୁଅ ଜନ୍ମ ହେଲା, କିଛି କିଛି ଲୋକ ଖୁସି ହେଇଯାନ୍ତି, ବହୁତ ଖୁସି ହୁଅନ୍ତି। ଆଜି ବି କଣ୍ଟ୍ରୋଭର୍ସିଆଲ ଅଛି, ଯଦି ଝିଅ ଜନ୍ମ ହେଇଗଲା ଲୋକମାନେ ଆକ୍ସେପ୍ଟ କରନ୍ତିନି। ବହୁତ ସାରା ଲୋକ ଅଛନ୍ତି ଆଜି ବି ଭାବନ୍ତି ଯେ ଫାର୍ଷ୍ଟ ଚାଇଲ୍ଡ ସବୁବେଳେ ପୁଅ ହବା ଦରକାର, ଝିଅ ନୁହେଁ। ଆଉ ଯେ ଝିଅ ପସନ୍ଦ କରନ୍ତି ତାକୁ କିନ୍ତୁ ଝିଅ ଦିଅନ୍ତିନି ଭଗବାନ। ଭଗବାନଙ୍କର କେମିତିଆ ଗୋଟେ ସୃଷ୍ଟି, ଯାହାକୁ ଦରକାର ନଥାଏ ତାକୁ ବହୁତ ଦିଏ, ଯାହାକୁ ଦରକାର ଥାଏ ନା ତାକୁ ଦିଏ ହିଁ ନାହିଁ।